ଯଦି କି ତୁମକୁ କୁହେ କି ତୁମ ପାଖରେ ଯଦି ବହୁତ ପଇସା ଆସିଯିବ ତେବେ ତୁମେ କ'ଣ କରିବ? ତୁମେ ପ୍ରଥମେ ସ୍ୱପ୍ନ ଦେଖିବା ଆରମ୍ଭ କରିଦେବ। କିପରି ତାକୁ ଖର୍ଚ୍ଚ କରିବି, କ'ଣ ସବୁ ଜିନିଷ କିଣିବି, କିପରି ମୁଁ ନିଜ ଲାଇଫକୁ ଏନ୍ଜୟ କରିବି। କିନ୍ତୁ କିପରି ତୁମ ପାଖକୁ ପଇସା ଆସିବ, ଏଇ ଛୋଟ ଭିଡ଼ିଓଟିକୁ ଧ୍ୟାନର ସହ ଶୁଣିବେ। ଗୋଟିଏ ଆଶ୍ରମରେ ଗୁରୁଙ୍କ ପାଖରେ ଗୋଟିଏ ଶିଷ୍ୟଟିଏ ରହୁଥିଲା। ଆଉ ସେ ଶିଷ୍ୟଟି ବହୁତ ଅଳସୁଆ ଥିଲା। ସେ ଆଜିର କାମକୁ କାଲି, କାଲିର କାମକୁ ତା ପରଦିନ, ଏପରି ସବୁବେଳେ ଗୁରୁଙ୍କ ଆଦେଶକୁ ନ ମାନି ଦିନ ବଦଳାଇ ଚାଲିଥାଏ। ଏପଟେ ଗୁରୁ ଅଧିକ ଚିନ୍ତିତ ହୋଇ ପଡ଼ୁଥିଲେ, କିପରି ଏହାକୁ ବୁଝାଇବି। ଥରେ ତାଙ୍କ ମନକୁ ଗୋଟେ ଉପାୟ ଆସିଲା। ସେ ଶିଷ୍ୟକୁ ଡାକି କହିଲେ କି ମୁଁ ଆଶ୍ରମକୁ 2 ଦିନ ପାଇଁ ବାହାରକୁ ଯାଉଅଛି। ଯିବା ପୂର୍ବରୁ ଏହି କଳା ପଥରଟିକୁ ରଖ। ଏହି ପଥରଟିରେ ଅନେକ ଯାଦୁ ଶକ୍ତି ଅଛି। ତୁମେ ଯଦି ଏହାକୁ ଲୁହାରେ ଛୁଆଁଇବ ତେବେ ଏହା ଲୁହାକୁ ସୁନାରେ ପରିଣତ କରିଦେବ। କିନ୍ତୁ ମନେ ରଖ, ତୁମ ପାଖରେ 2 ଦିନର ସମୟ ଅଛି। ମୁଁ 2 ଦିନ ପରେ ଆସିଲା ମାତ୍ରେ ମୋତେ ଏହି ପଥରକୁ ତୁମକୁ ଫେରାଇବାକୁ ପଡ଼ିବ। ଏହା କହିସାରି ଗୁରୁଜୀ ସେଠାରୁ ଚାଲିଗଲେ। ଶିଷ୍ୟଟି ତ ବହୁତ ଅଳସୁଆ ସ୍ୱଭାବର ଥିଲା। ସେ ପୂର୍ବରୁ କାଲି କରିବା ବୋଲି ଭାବୁଥିଲା। ସେ ସେପରି ହିଁ ଭାବିଲା, ମୋ ପାଖରେ ତ 2 ଦିନର ସମୟ ଅଛି। ଆଜି ତ ସମ୍ପୂର୍ଣ୍ଣ ଦିନ ଅଛି। ଆଜି ସେ ଶୋଇ ରହି ଖାଲି ଭାବିଲା, ମୁଁ ଅଧିକରୁ ଅଧିକ ଲୁହା ଆଣିବି, ତାକୁ ସୁନାରେ ପରିଣତ କରିଦେବି, ଦୁନିଆର ସବୁ ଦାମୀ ଦାମୀ ଗାଡ଼ି ଜିନିଷ ସବୁ କିଣିବି, ମୋ ପାଖରେ ଯେଉଁଠି ରହିବା ଆବଶ୍ୟକ ସବୁ କିଣିଦେବି। ଏପରି ସ୍ୱପ୍ନ ଦେଖି ଦେଖି ସମ୍ପୂର୍ଣ୍ଣ ଦିନ ସେହି ଶିଷ୍ୟଟି ଶେଷ କରିଦେଲା। ଦ୍ୱିତୀୟ ଦିନ ଯେତେବେଳେ ସୂର୍ଯ୍ୟୋଦୟ ହେଲା, ସେ ଜାଣିଥିଲା କି ଆଜି ସନ୍ଧ୍ୟା ସୁଦ୍ଧା ତା ଗୁରୁଜୀ ଆସିଯିବେ। ମୁଁ ଏହି ପଥରଟିକି ଗୁରୁଜୀଙ୍କୁ ଫେରାଇବାକୁ ପଡ଼ିବ। ତେଣୁ ଶିଷ୍ୟଟି ଭାବିଲା, ଆଜି 2 ପ୍ରହରେ ଯାଇ ବଜାରକୁ ଯିବି ଆଉ ଲୁହା କିଣି ଆଣିବି, ଆଉ ସମସ୍ତ ଲୁହାକୁ ଏହି ପଥର ସହ ଛୁଆଁଇବି। ସମସ୍ତ ଲୁହା ସୁନାରେ ପରିଣତ ହୋଇଯିବ। ମୁଁ ଦେଖିଥିବା ସ୍ୱପ୍ନ ସବୁ ସତରେ ପରିଣତ ହୋଇଯିବ। ଏମିତି ଭାବି ଭାବି 2 ପ୍ରହର ହୋଇଗଲା। ସେ ପୁଣି ଭାବିଛି କି ପ୍ରଥମେ ମୁଁ ଖାଦ୍ୟ ଖାଇସାରେ, ତାପରେ ବଜାରକୁ ଯିବି। ତାପରେ ସେ ଖାଦ୍ୟ ଖାଇଲା। ଶିଷ୍ୟର ଅଭ୍ୟାସ ଅଛି ଖାଦ୍ୟ ଖାଇବା ପରେ ଶୋଇବାର। ସେ ଭାବିଲା ଟିକେ ଗଡ଼ପଡ଼ ହୋଇପଡ଼େ, ତାପରେ ବଜାରକୁ ଚାଲିଯିବି। କିନ୍ତୁ ନିଦ ଏପରି ଆସିଲା, ସେ ସ୍ୱପ୍ନରେ ବି ପୂର୍ବ ପରି ସବୁ କିଣିଦେବି, ଧନୀ ହୋଇଯିବି, ଏପରି ଦେଖି ଚାଲିଲା। ଆଉ ନିଦ ଭାଙ୍ଗିଲା ବେଳକୁ ସୂର୍ଯ୍ୟାସ୍ତ ହୋଇସାରିଥିଲା। ସେ ତରବର ହୋଇ ଉଠି ବଜାରକୁ ଯିବା ପାଇଁ ପ୍ରସ୍ତୁତ ହେଉଥାଏ ତ ଗୁରୁଜୀ ଆସି ପହଞ୍ଚିଲେ। ଗୁରୁଜୀ ଶିଷ୍ୟଟିକୁ କହିଲେ, ତୁମର ସମୟ ଏବେ ଶେଷ ହୋଇଯାଇଛି। ସେହି କଳା ପଥର ଏବେ ମୋତେ ଫେରାଇ ଦିଅ। ଏହି କାହାଣୀଟି ପରି ଜୀବନରେ ମଧ୍ୟ ଆମ ସହ ଏପରି ହୋଇଥାଏ। ଆମେମାନେ ସ୍ୱପ୍ନ ତ ଦେଖି ଦେଇଥାଉ। ପ୍ରାୟ ସମସ୍ତେ ମାଇଣ୍ଡରେ ବହୁତ ବଡ଼ ବଡ଼ ସ୍ୱପ୍ନ ଭାବି ଦେଇଥାନ୍ତି, କିନ୍ତୁ ଏହାକୁ ପୂରଣ କରିବା ପାଇଁ ଚେଷ୍ଟା କେବେ ମଧ୍ୟ କରନ୍ତି ନାହିଁ। 2 ଦିନ ଚେଷ୍ଟା କରନ୍ତି, 4 ଦିନ ଚେଷ୍ଟା କରନ୍ତି, ପୁଣି ଭୁଲି ଯାଆନ୍ତି। କିନ୍ତୁ ଏପରି ଅଳସୁଆ ଭାବ ସହ ସେଥିରୁ ଓହରି ଯାଇ ତୁମେ ଯେଉଁ ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛ ହାସଲ କରିଦେଇପାରିବ? କେବେ ନୁହେଁ। ତୁମକୁ କିଛି ନୂଆ ଭାବିବାକୁ ପଡ଼ିବ, ଆଉ ସତ୍ୟଟାକୁ ହିଁ ଭାବିବାକୁ ପଡ଼ିବ। ତୁମ ଦ୍ୱାରା ଯେଉଁଠି ସମ୍ଭବ ତୁମେ ଯେତିକି 100% ପରିଶ୍ରମ କରିପାରିବ ସେମିତି ସ୍ୱପ୍ନ ଦେଖ। ଆଉ ଛୋଟ ଛୋଟ ସ୍ୱପ୍ନକୁ ନିଜ କର୍ମ ମାଧ୍ୟମରେ ସତରେ ପରିଣତ କରିପାରିଲେ ତୁମ ମନରେ କିଛି କରିବାର ଇଚ୍ଛାଶକ୍ତି ବୃଦ୍ଧି ହୋଇ ଚାଲିବ। ଫଳରେ ତୁମେ ଯେଉଁ ବଡ଼ ସ୍ୱପ୍ନ ଦେଖିଛ ତାହା ନିଶ୍ଚିନ୍ତ ସତରେ ପରିଣତ ହେବ। କିନ୍ତୁ ତାହା ପାଇଁ ଖାଲି ଶୋଇକି ଭାବିଦେଲେ ହେବ ନାହିଁ। ଯାହା ଭାବୁଛ କାର୍ଯ୍ୟରେ କର, ନହେଲେ ଏହି ଶିଷ୍ୟଟିର ସମୟ ଚାଲିଯିବା ପରି ତୁମ ହାତରୁ ସମୟ ଚାଲିଯିବ। ଖାଲି ରହିଯାଇଥିବ ନିଜ ଭାଗ୍ୟକୁ ନିନ୍ଦା କରିବା। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଶେଷ ପର୍ଯ୍ୟନ୍ତ ଭିଡ଼ିଓଟି ଦେଖିଥିବାରୁ ଧନ୍ୟବାଦ। ଜୟ ଜଗନ୍ନାଥ।